श्रीमद् भगवद गीता मौलिक रूप से अध्याय 3 श्लोक 35। श्रेयान् स्वधर्म विगुणः परधर्मात् स्वनुष्ठितात् स्वधर्मे निधनं श्रेयः परधर्मो भयावह। श्रेयान् स्वधर्मो विगुणः परधर्मात् स्वनुष्ठितात् स्वधर्मे निधनं श्रेयः परधर्मो भयावह। श्रेयान् स्वधर्मो विगुणः परधर्मात् स्वनुष्ठितात् स्वधर्मे निधनं श्रेयः परधर्मो भयावह। श्रेयान् स्वधर्म विगुणः परधर्मात् स्वनुष्ठितात् स्वधर्मे निधनं श्रेयः परधर्मो भयावह। श्रेयान् स्वधर्म विगुणः परधर्मात् स्वनुष्ठितात् स्वधर्मे निधनं श्रेयः परधर्मो भयावह। श्रेयान् स्वधर्म विगुणः परधर्मात् स्वनुष्ठितात् स्वधर्मे निधनं श्रेयः परधर्मो भयावह। श्रेयान् बरम उत्तम स्वधर्म व्यक्तिर स्वधर्म व निर्दिष्ट कर्म विगुण दोषयुक्त हेले शुद्धा परधर्मात् अन्य निमित्त निर्दिष्ट धर्म व कर्तव्य अपेक्षा स्वनुष्ठितात् भल भाव करिबा अपेक्षा स्वधर्मे निज धर्म रे अर्थात निजर निर्दिष्ट कर्तव्य रे निधनम मृत्यु श्रेयः उत्तम परधर्म अन्य मानक निमित्त निर्दिष्ट धर्म बा कर्तव्य भय आवह भयावह बा विपदपूर्ण। अनुवाद अन्यर धर्म बा कर्म आचरण करने अपेक्षा निजर निर्दिष्ट कर्तव्य कर्म बा धर्म जेते दोषयुक्त हेले सुद्धा ताहाकु ही आचरण करने उचित। अन्यर धर्म बा अन्यर निमित्त निर्दिष्ट कर्तव्य आचरण करने अपेक्षा निजर कर्तव्य कर्म रे स्थिर रही मृत्युवरण करने बरम भल। कारण अन्य निमित्त निर्दिष्ट कर्म बा धर्म अनुसरण करने भयावह अटे। भावार्थ शिल प्रभुपाद द्वारा। शिल प्रभुपाद महाराज की जय। व्यक्ति पूर्ण कृष्ण चेतना रही निजर कर्तव्य कर्म संपादन करने उचित। अन्य निमित्त निर्दिष्ट कर्म करने अपेक्षा निजर निर्दिष्ट कर्तव्य कृष्ण चेतना संपादन करने खूब उत्तम। भूत प्रकृतिर त्रिगुणर वशवर्ती होई व्यक्ति निजर निर्दिष्ट कर्तव्य कर्म संपादन कले ताहार शारीरिक और मानसिक अवस्था को ठीक रखे। गुरुंकर निर्देश रे कृष्ण सेवा निमित्त आध्यात्मिक कर्म करा जाए। उभय क्षेत्र रे भौतिक क्षेत्र रे हो बा आध्यात्मिक मार्ग रे हो व्यक्ति अन्य निमित्त निर्दिष्ट कर्म आचरण करने उचित नुहे बरं निजर कर्तव्य रे स्थिर रही मृत्युवरण करने उचित। दिव्य स्तर कर्म और भौतिक स्तर कर्म भिन्न हो पारे।
କିନ୍ତୁ ଯେପରି ନିର୍ଦ୍ଦେଶ ଦିଆଯାଇଛି ତାହା ଅନୁସରଣ କରିବା ସର୍ବଦା କର୍ତ୍ତା ପକ୍ଷରେ ମଙ୍ଗଳକର ଅଟେ। ଯେତେବେଳେ ବ୍ୟକ୍ତି ଭୌତିକ ଗୁଣାଧୀନ ହୋଇପଡ଼ିଛି ସେତେବେଳେ ସେ ଯେଉଁ ସ୍ଥିତିରେ ଅଛି ସେ ସ୍ଥିତି ଅନୁଯାୟୀ ଯାହା ଯେପରି କରିବାର କଥା ସେପରି କରିବା ଉଚିତ। ସେ ସ୍ଥିତି ପାଇଁ ଯେପରି ନିୟମ ରହିଛି ସେ ନିୟମ ଅନୁସାରେ ଅନୁସରଣ କରିବା ଉଚିତ। ସେ ଅନ୍ୟକୁ ଅନୁସରଣ କରିବା ଉଚିତ ନୁହେଁ। ଉଦାହରଣ, ସାଧାରଣତଃ ବ୍ରାହ୍ମଣ ସତ୍ୱ ଗୁଣାଧୀନ ହୋଇଥାଏ, ତେଣୁ ସ୍ୱାଭାବିକ ସେ ଅହିଂସା ବା ଶାନ୍ତ ପ୍ରକୃତି ବିଶିଷ୍ଟ ହୁଏ। କିନ୍ତୁ ଜଣେ କ୍ଷତ୍ରିୟ ରଜୋଗୁଣାଧୀନ ହୋଇଥିବାରୁ ହିଂସା ଆଚରଣ କରିବାକୁ ତାକୁ ଅନୁମତି ଦିଆଯାଏ। ଏଥିପାଇଁ କ୍ଷତ୍ରିୟ ବରଂ ହିଂସା ଆଚରଣ କରି ମୃତ୍ୟୁବରଣ କରିବା ଉଚିତ, କିନ୍ତୁ ଏକ ବ୍ରାହ୍ମଣକୁ ଅନୁକରଣ କରି ଅହିଂସା ହେବା ଉଚିତ ନୁହେଁ। ବ୍ରାହ୍ମଣ ହିଁ ଅହିଂସା ନୀତି ଆଚରଣ କରେ। ପ୍ରତ୍ୟେକ କ୍ରମେ କ୍ରମେ ହୃଦୟକୁ ବିଶୁଦ୍ଧ କରିବା ଉଚିତ, ହଠାତ୍ ନୁହେଁ। ଅବଶ୍ୟ ସେ ତ୍ରିଗୁଣକୁ ଅତିକ୍ରମ କରିଯାଇଛି ଏବଂ ପୂର୍ଣ୍ଣ ରୂପରେ କୃଷ୍ଣ ଚେତନାରେ ଅଛି, ସେ ଗୁରୁଙ୍କର ନିର୍ଦ୍ଦେଶରେ ସବୁକିଛି କରିପାରେ। ପୂର୍ଣ୍ଣ କୃଷ୍ଣ ଚେତନା ସ୍ତରରେ କ୍ଷତ୍ରିୟ ବ୍ରାହ୍ମଣ କ୍ଷତ୍ରିୟ ପରି ଆଚରଣ କରିପାରେ। ଦିବ୍ୟ ସ୍ତରରେ ବ୍ରାହ୍ମଣ କ୍ଷତ୍ରିୟ ଭେଦଭାବ ବିଚାରକୁ ନିଆଯାଏ ନାହିଁ। ଏହା ଭୌତିକ ସ୍ତରରେ ବିଚାର୍ଯ୍ୟ। ଉଦାହରଣ ସ୍ୱରୂପ ବିଶ୍ୱାମିତ୍ର ପ୍ରଥମେ ଜଣେ କ୍ଷତ୍ରିୟ ଥିଲେ, କିନ୍ତୁ ପରେ ସେ ଜଣେ ବ୍ରାହ୍ମଣ ଭଳି କାର୍ଯ୍ୟ କରିଥିଲେ। ସେହିପରି ପରଶୁରାମ ଜଣେ ବ୍ରାହ୍ମଣ ଥିଲେ, କିନ୍ତୁ ପରେ ସେ ଜଣେ କ୍ଷତ୍ରିୟଙ୍କ ଭଳି କାର୍ଯ୍ୟ କରିଥିଲେ। ଦିବ୍ୟ ସ୍ତରରେ ଅବସ୍ଥାନ କରିଥିବାରୁ ସେମାନେ ସେହିପରି କରିପାରୁଥିଲେ। କିନ୍ତୁ ଯେ ପର୍ଯ୍ୟନ୍ତ ବ୍ୟକ୍ତି ଭୌତିକ ସ୍ତରରେ ଅଛି ସେ ପର୍ଯ୍ୟନ୍ତ ସେ ଭୂତ ପ୍ରକୃତିର ଗୁଣ ଅନୁଯାୟୀ କର୍ମ କରିବା ଉଚିତ। ତତ୍ ସଙ୍ଗେ ସଙ୍ଗେ ସେ ପୂର୍ଣ୍ଣ କୃଷ୍ଣ ଚେତନାରେ ସ୍ଥିର ରହିବା ଉଚିତ। ନମୋ ବିଷ୍ଣୁପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମତୀ ରାଧା ଗୋବିନ୍ଦ ଗୋସ୍ୱାମୀ ନିତି ନାମିନେ ନମସ୍ତେ ପ୍ରଭୁପାଦ ଦେବେ ଗୌରବାଣୀ ପ୍ରଚାରଣେ ନିର୍ବିଶେଷ ଶୂନ୍ୟବାଦୀ ଗ୍ରାମଜ ନିସ୍ତାରଣେ। ନମୋ ବିଷ୍ଣୁପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମତୀ ଭକ୍ତି ବେଦାନ୍ତ ସ୍ୱାମୀ ନିତି ନାମିନେ ନମସ୍ତେ ସରସ୍ୱତୀ ଦେବେ ଗୌରବାଣୀ ପ୍ରଚାରଣେ ନିର୍ବିଶେଷ ଶୂନ୍ୟବାଦୀ ପାର୍ଶ୍ୱଦେସ୍ତାରଣେ। ହରେ କୃଷ୍ଣ। ଆପଣମାନେ ସବୁ ବହୁତ ଉଚ୍ଚସ୍ତରର ଭକ୍ତ, ଅନ୍ୟମାନଙ୍କୁ ସମ୍ମାନ ଦେବାରେ ବହୁତ କିଙ୍ଗ ରାଜା, ମୋତେ ସମ୍ମାନ ଦେବାର ବି ଜଣା ନାହିଁ। ସେଥିପାଇଁ ଆମର ଗୁରୁଦେବ ପ୍ରାର୍ଥନା କରୁଛୁ ସବୁବେଳେ, ଗୁରୁଦେବ ଅନ୍ୟମାନଙ୍କୁ କେମିତି ସମ୍ମାନ ଦେବାରେ ମୋତେ ଶକ୍ତି ଦିଅନ୍ତୁ, ଆଶୀର୍ବାଦ କରନ୍ତୁ, ଆପଣଙ୍କର ସେବା କେମିତି ଭଲ ଭାବରେ କରିପାରିବି। ହରେ କୃଷ୍ଣ। ତ ଆଜିର ବହୁତ ସୁନ୍ଦର ଶ୍ଲୋକ ଅଛି, ଏଇଟା ହେଉଛି ଶ୍ରେୟାନ ସ୍ୱଧର୍ମ ବିଗୁଣ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ସ୍ୱଧର୍ମେ ନିଧନାଂ ଶ୍ରେୟ ପରଧର୍ମ ଭୟାବହ। ବହୁତ ସୁନ୍ଦର ଶ୍ଲୋକ, ଆକୁ ବହୁତ ବରିଷ୍ଠ ଭକ୍ତମାନେ ବହୁତ ସୁନ୍ଦର ବ୍ୟାଖ୍ୟା କରିବେ, ବହୁତ ସୁନ୍ଦର ଅର୍ଥ ଅଛି। କିନ୍ତୁ ମୁଁ ତ ଏତେ ବରିଷ୍ଠ ନୁହଁ, ମୁଁ କିଛି କହିବା ପାଇଁ ଚେଷ୍ଟା କରୁଛି, କାହିଁକିନା ମୋର ବିଶେଷ ଜ୍ଞାନ ନାହିଁ, ବହୁତ କ୍ଷୁଦ୍ର। ଗୁରୁଦେବ ସିନିୟର ସାଧୁମାନେ ଯାହା କିଛି ମୋ କାନରେ ପକାଇଛନ୍ତି ତା ହେତୁରୁ କିଛି କହିବା ପାଇଁ ଚେଷ୍ଟା କରୁଛି। ହରେ କୃଷ୍ଣ। ତ ଆର ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଛି ବ୍ୟକ୍ତିକୁ ରାଗ ଦ୍ୱେଷରୁ ଦୂରେ ରହିବା ଉଚିତ। ରାଗ ଦ୍ୱେଷରୁ କାହିଁକି ଦୂରେ ରହିବା ଉଚିତ ନା, ତାକୁ ଆଧ୍ୟାତ୍ମିକ ଭକ୍ତି ଦିଗରେ ଆଗକୁ ବଢ଼ିବାକୁ ହେଲେ ରାଗ ଦ୍ୱେଷକୁ ଦୂରେ ରହିବା ଉଚିତ। କାହିଁକି ନା ରାଗ ଆଉ ଦ୍ୱେଷ ଏ ଦୁଇଟା ଆତ୍ମାନୁଭୂତି ଲାଭରେ ପ୍ରତିବନ୍ଧକ, ମାନେ ବାଧା। ଆକୁ କେମିତି ବୁଝିବା, ମାନେ ଏଥିରେ କୁହାଯାଇଛି ଯେତେ ସବୁ ଇନ୍ଦ୍ରିୟ ଭୋଗ ବିଷୟବସ୍ତୁ ଏ ସଂସାର ରହିଛି, ଆମେ ଯେହେତୁ ଭୌତିକ ସ୍ତରରେ ଅଛେ ଆମକୁ ସ୍ୱଭାବତଃ ଏ ଇନ୍ଦ୍ରିୟ ଭୋଗ ବିଷୟବସ୍ତୁକୁ ଆକୃଷ୍ଟ କରିବ ଆମକୁ। କିନ୍ତୁ ଯିଏ କୃଷ୍ଣ ଚେତନାରେ ରହିବାକୁ ଇଚ୍ଛୁକ ତାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ, ସଜାଗ ରହିବାକୁ ପଡ଼ିବ, କିପରି ଜଣେ ଇନ୍ଦ୍ରିୟ ଭୋଗ ବସ୍ତୁରୁ ସବୁବେଳେ ଦୂର ରହିବାକୁ ପଡ଼ିବ। ରାଗ ଦ୍ୱେଷର ଅର୍ଥ ହେଉଛି ଇନ୍ଦ୍ରିୟ ଭୋଗ ବସ୍ତୁରୁ ଦୂର ରହିବା ପାଇଁ କୁହାଯାଇଛି। ଯେମିତି ଉଦାହରଣ ଦେଲେ ବୁଝିପାରିବେ, ଯେମିତି ଏଥିରେ ହିଁ ଉଦାହରଣ ଦିଆଯାଇଛି। ଜଣେ ଗୃହସ୍ଥକୁ ସ୍ତ୍ରୀ ସଙ୍ଗ ପାଇଁ ଅନୁମତି ଦିଆହେଇଛି, କିନ୍ତୁ ଜଣେ ଗୃହସ୍ଥ ଭାବିବ
ମୋତେ ତ ଅନୁମତି ମିଳିଛି, ମୋତେ ଲାଇସେନ୍ସ ମିଳିଯାଇଛି, ଆଉ ମୋର ନିଜ ସ୍ତ୍ରୀ ଛାଡ଼ି ମଧ୍ୟ ଅନ୍ୟ ସ୍ତ୍ରୀମାନଙ୍କ ସଙ୍ଗମ ମୁଁ କରିବି। ତ ଏଇଟା କ'ଣ ହେଲା ନା ନିୟମ ବିରୁଦ୍ଧ ହୋଇଗଲା। ତଦ୍ୱାରା ସେ କେବେ ହେଲେ ତା ଜୀବନରେ ଆଧ୍ୟାତ୍ମିକ ଉନ୍ନତି କରିପାରିବ ନାହିଁ। ପ୍ରଥମରେ ହିଁ କୁହାଯାଇଛି ଜଣେ ବ୍ୟକ୍ତି ଯଦି ଭକ୍ତିରେ ରହିବାକୁ ଚାହୁଁଛି ଚାରିଟା ନିୟମ ପାଳନ କରିବ, ତା ସାଥେ ସାଥେ ଭଗବାନଙ୍କର ଭକ୍ତି କରିବ। ଜଣେ ଚାରିଟା ନିୟମ ପାଳନ କରିବନି, ଖାଲି ଭକ୍ତି କରିବ, କିଛି ଉନ୍ନତି ହୋଇପାରିବନି। ତେଣୁ ବ୍ୟକ୍ତିକୁ ଯଦି କୃଷ୍ଣ ଚେତନାରେ ଆଗକୁ ବଢ଼ିବାର ଅଛି, ଆଧ୍ୟାତ୍ମିକ ଉନ୍ନତି କରିବାର ଅଛି, ତାହେଲେ ଏଇଟା ପ୍ରଥମେ କୁହାହେଲା ଇନ୍ଦ୍ରିୟ ଭୋଗ ବସ୍ତୁରୁ ଦୂରେ ରହିବାକୁ ପଡ଼ିବ। ଯେଉଁ ପର୍ଯ୍ୟନ୍ତ ବ୍ୟକ୍ତି ଇନ୍ଦ୍ରିୟ ଭୋଗ ବସ୍ତୁରୁ ଦୂରେ ରହିନି, ସେ ପର୍ଯ୍ୟନ୍ତ ସେ କେବେ ହେଲେ ଭଗବାନଙ୍କ ଭକ୍ତିରେ ଆଗକୁ ଯାଇପାରିବନି। ପ୍ରଭୁପାଦ ମହାରାଜ ବହୁତ ଥର କହିଛନ୍ତି ଜଣେ ଭକ୍ତ ଭକ୍ତି କରୁଛି ବୋଲି ଜାଣିବା କେମିତି? ଟେଷ୍ଟଟା କ'ଣ? ଟେଷ୍ଟଟା ହେଉଛି କ'ଣ ନା ତାର କେତେ ଦୂର ଇନ୍ଦ୍ରିୟ ଭୋଗ ବସ୍ତୁ ପ୍ରତି ଲାଳସା ଯାଇଛି। ଜଣଙ୍କର ଯଦି ପୁରା ଲାଳସା ଯାଇଛି ତାହେଲେ ତାର ଭକ୍ତି ବହୁତ ସ୍ପିଡ଼ରେ ହେବ। କ'ଣ ସେ ଶ୍ଲୋକଟା କୁହାଯାଇଛି ଭଗବଦ୍ ଗୀତାରେ କୁହାଯାଇଛି, ଯେସାଂ ତ୍ୱନ୍ତଗତ ପାପଂ ଜନାନାଂ ପୁଣ୍ୟ କର୍ମଣାଂ ତେ ଦ୍ୱନ୍ଦ୍ୱ ମୋହିନୀ ମୁକ୍ତା ଭଜନ୍ତେ ମାଂ ଦୃଢ଼ବତ। ଯେଉଁ ବ୍ୟକ୍ତିର ହୃଦୟରୁ ସମ୍ପୂର୍ଣ୍ଣ ରୂପେ ପାପ ନଷ୍ଟ ହୋଇଯାଇଛି, ସେ ବ୍ୟକ୍ତି ଭଗବାନଙ୍କର ଶୁଦ୍ଧ ଭକ୍ତି କରିପାରିବ, ତାର ଭକ୍ତି ଦୃଢ଼ ହୋଇପାରିବ। ତେଣୁ ଏ ଶ୍ଲୋକରେ 34 ନମ୍ବର ଶ୍ଲୋକରେ ଭଗବାନ କହୁଛନ୍ତି କି ଜଣେ ବ୍ୟକ୍ତିକୁ ଆଧ୍ୟାତ୍ମିକ ମାର୍ଗରେ ଉନ୍ନତି କରିବାର ଅଛି, ଭଗବାନଙ୍କର ଶୁଦ୍ଧ ଭକ୍ତି କରିବାର ଅଛି, ତାହେଲେ ତାକୁ ରାଗ ଦେଶରୁ ଦୂର ରହିବାର ଅଛି, ଇନ୍ଦ୍ରିୟ ଭୋଗ ବସ୍ତୁରୁ ଦୂର ରହିବାକୁ ପଡ଼ିବ। ଆଜ୍ଞା, ଏଇଟା 34 ନମ୍ବର ଶ୍ଲୋକରେ କୁହାଯାଇଛି। ସେୟାନ ସୋଦର ମନେ ନାହିଁ, ଆପଣ ଦେଖି ଭଗବଦ୍ ଗୀତା ଦେଖନ୍ତୁ। ତ ଏଇଟା ସେ କଥା ଏ ଶ୍ଲୋକରେ ବହୁତ ସ୍ପଷ୍ଟ ଭାବେ ବୁଝାଇଛି ବ୍ୟକ୍ତିକୁ କେବେ ହେଲେ ରାଗ ଦେଶରେ ରହିବା ଉଚିତ ନୁହେଁ। ଆଉ ବିଶେଷ କରି କୁହାଯାଇଛି ଯେଉଁମାନେ ସନ୍ନ୍ୟାସୀ, ବ୍ରହ୍ମଚାରୀ ଆଉ ସନ୍ନ୍ୟାସୀ ପ୍ରାୟ ଗୋଟେ କ୍ୟାଟେଗୋରୀରେ ଆସୁଛି। କ୍ଷମା କରିବେ, ମୋର କାହାର ଦୋଷ ଦେଖିବା ପାଇଁ ଇଚ୍ଛା ନାହିଁ, କିନ୍ତୁ ଜଷ୍ଟ କୁହାଯାଇଛି ମୁଁ ଆପଣଙ୍କୁ କହୁଛି। ସନ୍ନ୍ୟାସୀ ଆଉ ବ୍ରହ୍ମଚାରୀମାନଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ। ଆଉ ବିଶେଷ କରି ବ୍ରହ୍ମଚାରୀମାନେ ତ ଗୋଟେ ଜାଗାରେ ରହିବେ, ଗୋଟେ ମନ୍ଦିର ରହିବେ, କିନ୍ତୁ ସନ୍ନ୍ୟାସୀମାନେ କେବେ ହେଲେ କୁହାଯାଇଛି ଗୋଟେ ଜାଗାରେ ରହିବାକୁ ହେବନି। କାହିଁକି? ଯଦି ସନ୍ନ୍ୟାସୀମାନେ ଗୋଟେ ଜାଗାରେ ରହିବେ, ଏ ରାଗ ଦେଶ ଲାଗି ହୋଇଯିବ। କାହା ପ୍ରତି ସ୍ନେହ ପଳେଇ ଆସିବ, କେଉଁ ବସ୍ତୁ ପ୍ରତି ଆସକ୍ତି ପଳେଇ ଆସିବ, କାହା ପ୍ରତି ମାନେ ଈର୍ଷା ଆସିବ, କାହା ପ୍ରତି ଲୋଭ ଆସିବ, କାହା ପ୍ରତି ସ୍ନେହ ଆସିବ, ଏସବୁ ହେବ। ଯେଉଁ ଜାଗାରେ ଆମେ ଗୋଟେ ଜାଗାରେ ଯଦି ରହିଯିବା ସେ ସବୁ ଆରମ୍ଭ ହୋଇଯିବ। ତେଣୁ କୁହାଯାଇଛି ସନ୍ନ୍ୟାସୀମାନଙ୍କୁ କେବେ ହେଲେ ଗୋଟେ ଜାଗାରେ ରହିବା ଉଚିତ ନୁହେଁ। ସେ ସବୁବେଳେ ବୁଲିକି ପ୍ରଚାର କଲେ ସେମାନଙ୍କର କେଉଁ ଜିନିଷ ପ୍ରତି ହେଲେ ଆସକ୍ତି ଆସିବନି। ଯେମିତି ଆମର ଆପଣ ଯେମିତି ବୃନ୍ଦାବନରେ ଆପଣ ଶୁଣୁଛନ୍ତି ଆଗରୁ ଆମର ସନାତନ ଗୋସ୍ୱାମୀ ଗୋଟେ ଗଛ ମୂଳେ କେବେ ହେଲେ ରହୁନଥିଲେ। ଆଜି ଏ ଗଛ ମୂଳେ, କାଲିକି ସେ ଗଛ ମୂଳେ, ପରଦିନକୁ ସେ ଗଛ ମୂଳେ, ତା ବାସ୍ନା ଗୋଟେ। କାହିଁକିନା ସେମାନଙ୍କର ଚିନ୍ତାଧାରା ଯଦି କାଳେ ସେ ଗଛ ମୂଳେ ଆମେ ବହୁତ ଦିନ ରହିଯିବ, ସେ ଗଛ ପ୍ରତି ଆମର ଆସକ୍ତି ପଳେଇ ଆସିବ। କେତେ ସତର୍କ ରହୁଥିଲେ, ଭଗବାନଙ୍କର ଭକ୍ତି କରିବା ପାଇଁ ସେମାନେ ବହୁତ ସଜାଗ ରହୁଥିଲେ। ତେଣୁ ଏଇଠି କୁହାଯାଇଛି କି ଯେଉଁ ବ୍ୟକ୍ତି କୃଷ୍ଣ ଚେତନାରେ ଆଗକୁ ବଢ଼ିବାର ଅଛି, ତାକୁ ରାଗ ଦ୍ୱେଷରୁ ବହୁତ ଦୂର ରହିବାର ଅଛି। ଆସକ୍ତି, ଲୋଭ, ଯେଉଁ ଇନ୍ଦ୍ରିୟ ଭୋଗ ବସ୍ତୁ ପ୍ରତି ଦୂରେ ରହିବାର ଅଛି, ତାହେଲେ ହିଁ ବ୍ୟକ୍ତି ଆଗକୁ ଯାଇପାରିବ। ତାହେଲେ ଏଇଟା କେମିତି ସମ୍ଭବ? ତାର କନକ୍ଲୁଜନରେ ପ୍ରଭୁପାଦ ମହାରାଜ ଏଠି କହୁଛନ୍ତି କି 34 ନମ୍ବର ଶ୍ଲୋକରେ ଏଠି କୁହାଯାଇଛି କି ଜଣେ ବ୍ୟକ୍ତିର କୃଷ୍ଣ ପ୍ରୀତି ଯଦି ଜାତ ହେବ, ମାନେ ଭଗବାନ କୃଷ୍ଣଙ୍କ ପ୍ରତି ଯଦି ପ୍ରୀତି, ସ୍ନେହ, ଭକ୍ତି ତାଙ୍କ ପ୍ରତି ଯଦି ଆମର ଲାଳସା ଯଦି ଜାତ ହେବ, ତାହେଲେ ସେ ଜଣେ ବ୍ୟକ୍ତି ରାଗ ଦ୍ୱେଷରୁ ଦୂରେଇ ଯାଇପାରିବ। ଯେଉଁ ପର୍ଯ୍ୟନ୍ତ ଭଗବାନଙ୍କର ଜଣେ ଭକ୍ତି କରିନି, ଭଗବାନଙ୍କର ସେବାରେ ଲାଗିନି, ତାର ରାଗ ଦ୍ୱେଷ ଯିବନି। କାହିଁକିନା ଏଇଟା ସ୍ୱାଭାବିକ ପ୍ରବୃତ୍ତି, ଆମ ଶରୀରର ସ୍ୱାଭାବିକ ପ୍ରବୃତ୍ତି ହେଉଛି ଭୋଗ ଲାଳସା। ତ ଜଣେ ବ୍ୟକ୍ତି ଭଗବାନଙ୍କର ଭକ୍ତିର ଯେଉଁ ଟେଷ୍ଟ, ଯେଉଁ ହାୟର ଟେଷ୍ଟ ବୋଲି କୁହାଯାଇଛି, ହାୟର ଟେଷ୍ଟ, ଭଗବାନଙ୍କର ଭକ୍ତିର ହେଉଛି ସବୁଠୁ ହାୟର ଟେଷ୍ଟ। ଯେମିତି ଆମର ଉଦାହରଣ ଦେଲେ ବୁଝିପାରିବେ, ଆମର କିଏ ମାଧବେନ୍ଦ୍ର ପୁରୀ
केते उच्च स्तर थिले चिंता करंतु अजाचित वृत्ति माने जदि कौनसी कारणरू किए जदि जाचिकी दब ताहले से भोजन करथुले मागिबा तांको जीवन रे नाही मागिकी खाइबा बा खाइबा पे चेष्टा करिबा किछि द्रव्य संग्रह करी खाइबा भोजन नाही तांको जीवन रे नाही कहैछि माधव मंदिर पुरी जदि आकाश रे मेघ देखुतले मेघु देखि मूर्छा हेउतले कृष्ण ये कृष्णकर वर्ण कृष्ण से जोड़ी देखुले कृष्ण देखुले से कौन सी वस्तु देखु नथिले माने एते कृष्ण चेतना रे बुड़ीगिरी थिले जो कहे जिन चैतन्य महाप्रभु स्थावर जंगम ना देखे तार मूर्ति सर्वत्र देखो तार इष्टदेव मूर्ति से जोड़ी देखुले कृष्ण देखुले माने एते बुड़ीगिरी थिले आमर नित्यानंद प्रभु मध्य से प्रकार नित्यानंद प्रभु मध्य से वृंदावन रे बुलुले सबु तीर्थ बुलुले जोड़ी देखले से कृष्ण लीला को स्मरण करी से मजिकी रोते से सब भूली जाते पतित पावन देखुले मूर्छा होते ये पतित पावन नीलचक्र देखिए मूर्छा होते माने एते कृष्ण चेतना से मजिकी थे तो ये कहुई जड़े व्यक्ति जदि भगवान भक्ति पूरा मजिकी रहा ये संसार कौन सी भोग वस्तुता को आसक्ति हेनी जो पर्यंत भगवान भक्ति रे सी बुड़ीनी बा भगवान सेवारे सी लगिनी से पर्यंत तार भोग लालसा जीव नाही ये स्पष्ट भाव 34 नंबर श्लोक भगवान कहले तेणु व्यक्ति को जदि कृष्ण चेतनारू को आगु आगु नब ताहले तार इंद्रिय सुख भोगरू विरत होबार सहज उपाय हो पार। तो आज श्लोक रे बहुत सुंदर कथा ये भगवान कहते कि श्रेयान स्वधर्म विगुण परधर्मात् स्वनुष्ठितात् स्वधर्मे निधनां श्रेय परधर्म भयावह। ये दीटा कथा कहुई दीटा इन्स्ट्रक्शन दिखाई गोटे हूँ स्वधर्म पालन कर आउ गोटे परधर्म को छाड़ दीटा इन्स्ट्रक्शन ये श्लोक कहुई श्रेयान कहला श्रेयान माने कौन उत्तम श्रेष्ठ स्वधर्म 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 माने कौन ये कहुई ना निजर निर्दिष्ट कर्म आमर आप जानते आमर चार्टा वर्ण चार्टा आश्रम अच्छे ता भितर ब्राह्मण क्षत्रिय वैश्य शूद्र ब्रह्मचारी गृहस्थ बानप्रस्थ सन्यास आम जो टिकनिक आलोचना करिया बुझीपर गृह ब्राह्मण ब्राह्मणर धर्म ये कहुई गीतार भगवान कहते कौन चार्टा तीन यजन जाजन पठन पाठन दान परिग्रह ब्राह्मणर गुण विषय भगवान बहुत सुंदर गीतार भगवान कहते कौन कौन सब गुण जाग अच्छे भगवान गीतार भगवान कहते कौन ब्राह्मणर गुण कौन हाँ से तो कर्म हो हाँ कौन सब गुण जाग अच्छी मन पक हाँ कौन सब गुण अच्छी ब्राह्मणर ब्रह्मकर्मा स्वाहाभजम श्लोकटा आसुचे कौन से श्लोकटा हाँ मन पका हाँ कहतु श्लोकटा कहतु ज्ञान विज्ञान नास्तिकम ब्रह्मकर्म स्वाहाभजम कौन ताक लाइन कौन
ଆଁ मिलले ना छाड़ ठीक अच्छे तो आम श्रवण करिया पछरे तो भगवान कहउछन कि ब्राह्मणर सब कर्म अच्छी सी हूँ सखा उठिब ब्रह्म मुहूर्त उठिब तांकर सबु वेद अध्ययन करिब आउ लोकंको शिक्षा देव शास्त्र शिक्षा देव तापरे पूजा करिब पूजा शिखेब इत्यादि बहुत तार कर्म अच्छी ताहले ये कहुई कौन ना धर्म रक्षति रक्षित ये गोटे श्लोक कहुई कौन तार अर्थ हाँ कौन से श्लोकटा हाँ देख लो ए अच्छी सम दम तप शौच क्षांति राज्यमेव च ज्ञान विज्ञान मास्तिकं ब्रह्म कर्म स्वाहावचम हाँ ये सब हूँ ब्राह्मणर गुण तो ये कहुई ब्राह्मणकर निज निजर जो गुण कर्म कहुई से निज निजर गुण कर्म सब करा पड़े ताहले कौन लाभ हम ना ये कहुई धर्म रक्षति रक्षित तार अर्थ हूँ कौन जदि जड़े व्यक्ति निजर धर्म आचरण करिवो ताहले से जो धर्मटा ताकू रक्षा कर धर्मटा ताकू रक्षा कर आ क्षत्रिय ये अर्जुनकर उदाहरण दिखाई अर्जुनकर कौन ना क्षत्रिय थिले जड़े क्षत्रिय जदि निजर धर्म आचरण करिव ताहले सेथिरे तांकु से धर्म तांकु रक्षा करिवो क्षत्रिय धर्म कौन ना सी हूँ राजा राजा माने से क्षत्रिय माने थिले से माने युद्ध करिवे क्षत्रिय माने युद्ध करिवे आउ दुर्बल मानकु साहाय्य करिवे हाँ युद्ध रक्षा करिवे सबू बास से माने ये कहुई ये गोटे शब्द व्यवहार कराई क्षत्रिय मानकु हिंसा आचरण करने को अनुमति दिखाई किंतु ये यार अर्थ आम ठीक बुझा पड़ो हिंसार अर्थ कौन ये क्षत्रिय मानक हिंसा करने कहुई तार अर्थ नुहे से माने तांकर निजर मन इच्छा से समस्त को काटे इन ना आवश्यक स्थले जड़े ब्राह्मण को हिंसा करने अनुमति दिखाई से ब्राह्मण को अहिंसा कहुई किंतु क्षत्रिय सी हिंसा आचरण कर हिंसा आचरण कौन पे कर ना धर्म रक्षा करने जिन आमर अर्जुन अर्जुन को अनुमति दिहला कि तुम्हें ये जिते सब कौरव मानकर जो दल थे से युद्ध कर परास्त कर तो ए भगवान अनुमति दौरान भगवान कहते तुम युद्ध कर किंतु अर्जुन कहते कौन ना मु युद्ध करी कहीं ना युद्ध कले कौन हम ना सब समस्ते सब मृत्युवरण करेंगे से दोष मत लगे मत पाप लगे आउ कौन हम ना सब कूलनाश हम आउ बहुत से कारण दर्शाऊँ अर्जुन भगवान को किंतु भगवान कहते ना तुम्हें जदि निजर धर्म कर तुमको से धर्म तुमको रक्षा कर सेमती आमर वैश्य वैश्य कहुई कि निजर धर्म कर वैश्यर काम कौन कृषि गोरक्षा वाणिज्य ये सब हूँ वैश्य मानकर धर्म से माने जदि निज निजर धर्म आचरण करेंगे ताहले ताहले से धर्म तांको रक्षा कर जदि ये कहुई जदि से धर्म आचरण करेंगे बरं से मृत्युवरण करेंगे ताहले मध्य तांकर कौन नष्टि हेबनी अर्जुन भगवान कहले भगवान श्रीकृष्ण कहले अर्जुन कौन कहले ना तुम जब युद्ध कर मृत्युवरण कर भी तुम लाभ हम कौन लाभ हम ना तुमको स्वर्ग प्राप्ति हम जदि तुम जितब तुम कौन लाभ हम ना तुमको ये राज्य मिल सुख भोग मिल तुमको दी आड़ लाभ तेणु तुम क्षेत्र में युद्ध कर श्रेय भगवान ये बुझाऊँ कि हाँ शूद्र जब निजर धर्म पालन कर सी तार परम कल्याण हम ये कहुई कि तुम जदि पर धर्मटा को भल भाव ये कहुई कि पर धर्म स्वनुष्ठिता पर धर्मटा को तुम जब भल भाव कर माने उत्तम भाव कर अर्जुन जब भाव ना मो क्षत्रिय अच्छी ना मु ब्राह्मण धर्म करी मु भिक्षा करी
भगवान श्रीकृष्ण अर्जुन को कहले तुम भिक्षा करिक चली पारिबनी तुमको जदि किए युद्ध पर हुंकार दब तुम रही पारिबनी तुम गांडीव धनु धरी धरी ठिया पड़ो जो आमर किए युधिष्ठिर महाराज अर्जुन को कहले जो कौन से जे आकु ना कौन पुओ को अर्जुन पु अभिमन्यु बध होगा युधिष्ठिर महाराज रागिकी अर्जुन कहले धिक तुम धनुष किसी धनुष तुम किसी मूल्य ना तुम धनुष धरी लाभ कौन ये अर्जुन सब जगह मिसिक तो अभिमन्यु बध करदे से पूरा निंदा कले तो अर्जुन गोटे प्रतिज्ञा करते कौन ना मो गांडीव धनु जो किए निंदा कर तार मुंड काटिदी से अर्जुन जो प्रतिज्ञा करते खंडा काढ़ले मुंड काटिया कार युधिष्ठिर महाराज तो भगवान श्रीकृष्ण आए चुप तुम कौन बड़ भाई मुंड काट हाँ से कहले मु प्रतिज्ञा कर देख लो जना पड़ा तुम ए प्रतिज्ञाटा तुम्हें हूँ क्षत्रिय तुमको जब गोटे निंदा कले तुम सही पार तुम मुंड काट पड़ोच बड़ भाईर आ तुम कौच मु ब्राह्मणर कर्म करदी संभव हम केवे हेनी तुम तुम कर तेणु तुम युद्ध कर हेल्ले सी अर्जुन कहले प्रभु मु तो प्रतिज्ञाटा कर मुंडा काटापी कौन करी तो भगवान कहले कि चिंता करना मुझे उपाय रखी कौन ना तुम जदि बड़ लोक जदि तुम निंदा कर मरिया संगे समान तेणु तुम निंदा कर दियो तो भगवान अर्जुन कौन कले निंदा कले तुम बड़ भाई लाभ कौन तुम तो किसी युद्ध कर पारे तुम तो कौन मुझे युद्ध तुम तो बड़ हो ना तुम तो युद्ध करता ना तुम तो किसी कलनि तो भी सब बहुत गुड़े निंदा करदे तो निंदा कलापर युधिष्ठिर महाराज सहिले तो ये कहुई कि ये जेहेतु अर्जुन क्षत्रिय थे भगवान श्रीकृष्ण बहुत प्रकार बुझेले जे तुम्हें जेहेतु क्षत्रिय तुम द्वारा अन्य धर्म भल भाव में कर तुम निजर धर्म ही तुम ठीक भाव कर तो से कहुई कि पर धर्मटा को केते भल भाव में जब व्यक्ति करे से कौन से तार लाभ हम ना कि चिंता कर आज्ञा परधर्म से ब्राह्मण धर्म भितर जब ब्राह्मण कौन प्रकार व्रत कार्य कर कौन निंदनीय हो ब्राह्मण जदि किए जो उच्च होम यज्ञ पाठ कर प्रशंसा पाँच देखिए ब्राह्मण मानक कि प्रेत कम कर छोट कम कर छोट छोट दान नौ तो से नाराज होती मुझे गोटे थर गोटे ब्राह्मण को डाकिली मुझे आज्ञा आम शाशुमा पढ़ाऊँगी टी दान टी ने आस मना कले बोले ना मुझे देवी से छोट ब्राह्मण मैंने करेंगे से प्रकार मत कहला तो से निंदनीय होती तो किए भाव ना मु परधर्मटा मुझे भल भाव में करी ना परधर्म तुम भल भाव कर तो निज धर्म तुम जो खराब भाव में कहुई कि स्वधर्मे निधन श्रेय निधन माने तार अर्थ कहुई कि निधन माने मृत्यु विगुण तार अर्थ हूँ खराब हो तुम निजर कर्मटा निजर कर्तव्य कर्मटा निजर धर्म अनुसार तुम जो कर्तव्य कर्म करुच से भूल थाउ किंतु सेटा करिया कर्तव्य किंतु स्वधर्मे निद्रिय श्रेय तार अर्थ तुम जो स्वधर्म कर मृत्युवरण कर श्रेय श्रेय माने कौन उत्तम भल परधर्म भयावह परधर्म करवाटा सब भयावह परधर्म विषय गोटे उदाहरण देले बुझीपारे जमी आमर कर्ण कर्ण कौन कले ना सी क्षत्रिय संतान किंतु सी ब्रह्मास्त्र पायापाई लिखिरी क्या गुरु कले ना आमर गुरु कि परशुराम पाखक गले परशुराम ब्राह्मण लोक शिक्षा दौरान सी कहले मु ब्राह्मण आउ मत शिक्षा दिंतु से सब शिक्षा प्राप्त हो गले सब युद्ध विद्या शिखिक ब्रह्मास्त्र सब किसी पाईगले सब जो युद्ध सब प्रकार पारंगम हो गले तापर दिने तांकर परीक्षार बेला आसी जानीदे गोटे कौन कीट गोटे आसिक चोबई से विश्राम भंग न करी सी विश्राम करिया गुरु को तापर से उठला पर जानीदे जे ये ब्राह्मण माने सहन शक्ति रही केबे हेले क्षत्रिय मानकर सहन शक्ति अच्छी बहुत तो ये सहन शक्ति अच्छी माने ये ब्राह्मण ना ये क्षत्रिय जानीदे जिन कहले तू मत मिछ कहलु ब्राह्मण बोली कही मत मोडू शिक्षा लाभ कलु तो अभिशाप दूची
ଯେତେବେଳେ ତୋର ଏ ବ୍ରହ୍ମାସ୍ତ୍ର ବା ମୋଠୁ ଯାହା ଶିକ୍ଷାର ତୋତେ ଲାଭ ଉଠିବାର ଅଛି ବା ତୋତେ ତୋର କାମରେ ଲାଗିବ, ସେତେବେଳେ ତୋର କିଛି କାମରେ ଲାଗିବନି। ବେଳବେଳକୁ ତୋର କାମରେ କିଛି ଲାଗିବନି। ଏ ବିଦ୍ୟା ଅଭିଶାପ ଦେଇଦେଲେ ତ କ'ଣ ଲାଭ ହେଲା? କିଛି ଲାଭ ହେଲା ନାହିଁ, ଓଲଟା ହେଲା। ତେଣୁ ଏଠି କୁହାଯାଇଛି ଯେହେତୁ ସିଏ କ୍ଷତ୍ରିୟ ଥିଲେ, ସେ ଭଲ ସେଇଟା ନ ମିଳିଥିଲେ ହେଲେ ଚଳିଥାନ୍ତା, କିନ୍ତୁ ସତ କଥା କହିଥିଲେ ହେଇଥାନ୍ତା, କିନ୍ତୁ ସତ କଥା ନ କହିକି ମିଛ କଥା କହିବାରୁ ସିଏ ବର୍ତ୍ତମାନ ସେ ଖାଲିରେ ପଡ଼ିଲେ। ତେଣୁ କୁହାଯାଇଛି ନିଜର ଧର୍ମ ଯଦି ଭୁଲ ହେବ ତାହେଲେ ମଧ୍ୟ କିଛି ଅସୁବିଧା ନାହିଁ, ସେଥିରେ ତା'ର କଲ୍ୟାଣ ହେବ। କିନ୍ତୁ ପରଧର୍ମ ଯଦି ଠିକ୍ କଲେ ମଧ୍ୟ ତା'ର କିଛି କଲ୍ୟାଣ ହେବ ନାହିଁ। ତ ଏଇଠି ସେଥିପାଇଁ ସେ କଥା କୁହାଯାଇଛି ପରଧର୍ମ ଭୟାବହ। ପରଧର୍ମ କେବେ ହେଲେ ଭଲ ହେଲେ ମଧ୍ୟ କରିବା ଉଚିତ ନାହିଁ, ସେଥିରେ କାହିଁକି ଭୟ ଅଛି। ତ ଏଇଠି ପ୍ରଭୁପାଦ ମହାରାଜ ଦୁଇଟା ଉଦାହରଣ ଦେଇଛନ୍ତି। କ'ଣ ନା ବିଶ୍ୱାମିତ୍ର ଋଷି ଜଣେ କ୍ଷତ୍ରିୟ ଥିଲେ, କିନ୍ତୁ ସେ ବ୍ରାହ୍ମଣ ଭଳିଆ କାର୍ଯ୍ୟ କଲେ। ଆପଣ ଶୁଣିଥିବେ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କୁ ଶିକ୍ଷା ଦେଇଥିଲେ, ତାଙ୍କୁ ବହୁତ ଆମର ରାମଚନ୍ଦ୍ରଙ୍କୁ ନେଇକରି ସବୁ ଶିକ୍ଷା ଦେଲେ। ତାପରେ କୋଡ଼ି ଗଲେ, ଜନକପୁରୀ ଗଲେ। ଆପଣ ତ ସେ ଷ୍ଟୋରି ଶୁଣିଛନ୍ତି। ବିଶ୍ୱାମିତ୍ର ମଧ୍ୟ ଜଣେ କ୍ଷତ୍ରିୟ ଥିଲେ, କିନ୍ତୁ ସେ ବ୍ରାହ୍ମଣର ରୋଲ୍ କଲେ। କାହିଁକି? ସେ ଗୁରୁ ହେଲେ ବ୍ରାହ୍ମଣ। ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ସେ ଗୁରୁ ହେବାର ରୁଲ୍ କଲେ। ବ୍ରାହ୍ମଣ ଭଗବାନ ରାମଚନ୍ଦ୍ରଙ୍କୁ ଖୁସି କଲେ। ଆଉ এটা তো ବହୁତ ଲମ୍ବା ଷ୍ଟୋରି। ତ ଏଇଠି ଆମେ ବୁଝିବା ପାଇଁ କୁହାଯାଇଛି ସେ କ୍ଷତ୍ରିୟ ଥିଲେ ମଧ୍ୟ ସେ ବ୍ରାହ୍ମଣର ରୋଲ୍ କଲେ। ଆପଣ କହିବେ କେମିତି ବ୍ରାହ୍ମଣ ରୋଲ୍ କଲେ? ନା ସିଏ ବିଶ୍ୱାମିତ୍ର ଋଷି ସେ ଜଣେ ମାନେ ଶରୀର ସ୍ତରରେ ନଥିଲେ, ସେ ଦିବ୍ୟ ସ୍ତରରେ ଥିଲେ। ଜଣେ ଲୋକ ଯଦି ଶରୀର ସ୍ତରରେ ନ ରହିକରି ଦିବ୍ୟ ସ୍ତରରେ ଥିବ, ସିଏ ତାର କର୍ମକୁ ଓଲଟା କରିପାରିବ। ଏଇଟା ଆଉ ଗୋଟେ ଉଦାହରଣ ଦିଆଯାଇଛି। କ'ଣ ନା ପରଶୁରାମ ସେ କ୍ଷତ୍ରିୟ ଥିଲେ, ସେ ବ୍ରାହ୍ମଣ ଥିଲେ, କିନ୍ତୁ ସେ କ୍ଷତ୍ରିୟ ରୁଲ୍ କଲେ। ସବୁ ଚାରିଆଡ଼େ ସବୁ ଯେତେ ସବୁ ଲୋକ କ୍ଷତ୍ରିୟମାନେ ଥିଲେ ସମସ୍ତଙ୍କୁ ମୁଣ୍ଡ କାଟିକି ଶେଷ କଲେ। କିନ୍ତୁ ଏଇଟା କେମିତି ସମ୍ଭବ ହେଲା? ନା ଯେତେବେଳେ ଜଣେ ବ୍ୟକ୍ତି ଶରୀର ସ୍ତରରୁ ଊର୍ଦ୍ଧ୍ୱକୁ ପଳାଉଛି, ଦିବ୍ୟ ସ୍ତରକୁ ପଳାଉଛି, ତାହେଲେ ଏ କାମ ସେ କରିପାରିବ। ଯେଉଁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଶରୀର ସ୍ତରରେ ଥିବେ ତାହେଲେ ସେ ନିଜର ଧର୍ମ ଛାଡ଼ିକରି ଅନ୍ୟ ଧର୍ମ କରିପାରିବ ନାହିଁ। ଦିନେ ଆମର ବୈଷ୍ଣବମାନେ, ଆମର ସାଧୁ ବୈଷ୍ଣବମାନେ ଯେତେବେଳେ ଆମର ମନ୍ଦିରରେ ସବୁ ବ୍ରହ୍ମଚାରୀମାନେ ଜଏନ୍ କରୁଛନ୍ତି, ସେତେବେଳେ ମନ୍ଦିରରେ ଆମର ସବୁ ସେ ବ୍ରାହ୍ମଣ ହେଉ କି IAS ପଢ଼ୁ କି OAS ପଢ଼ୁ କି କେଡ଼େ ବଡ଼ ଡାକ୍ତର ପାଠ ପଢ଼ୁ କି କେଡ଼େ ବଡ଼ ଇଞ୍ଜିନିୟର ପାଠ ପଢ଼ୁ, ସେ କେଡ଼େ ବଡ଼ ପାଠ କେତେ ବଡ଼ ଡିଗ୍ରୀ ହାସଲ କରିକିରି ବ୍ରାହ୍ମଣ ହେଇକିରି ସେ କେତେ ବଡ଼ ପୋଷ୍ଟ ଥାଉ, ମନ୍ଦିରରେ ଜଏନ୍ କଲା ବେଳେ ଫାଷ୍ଟରେ ସବୁ ଛୋଟ ଛୋଟ ସେବା ଦେଉଛନ୍ତି। ଲେଟ୍ରିନ୍ ସଫା କରିବ, ବୁନ୍ଦା ନଥିଲା ବେଳକୁ ଫାଷ୍ଟରେ ଲେଟ୍ରିନ୍ ସଫା କରିବାକୁ ଦେଲେ। ସବୁ ଯାକ ଲେଟ୍ରିନ୍ ଯେତିକି ଲେଟ୍ରିନ୍ ସବୁ ଡେଲି ନିର୍ମଳ ଚିକଣ କରିବାକୁ ପଡ଼ିବ। ଏ ଲେଟ୍ରିନ୍ ସାଫ କାହାର କାମ? ଶୂଦ୍ରମାନଙ୍କର କାମ। ଦେବାକୁ କରିବାକୁ ପଡ଼ିବ। ସିଏ ଯଦି କହିବ ମୁଁ ମନ୍ଦିରରେ ଜଏନ୍ ହେଲି ଭଗବାନଙ୍କର ସେବା କରିବା, ମୋତେ ସବୁ ଲେଟ୍ରିନ୍ ସେବା କରିବାକୁ ଦେଉଛନ୍ତି, ମୁଁ କେମିତି କରି? ଏଇଟା ଶୂଦ୍ର କାମ। ଭାବିବ ଭାଇ ଚାଲ ଏଇଠୁ, ତୋର ଯୋଗ୍ୟତା ନାହିଁ ଏଇଠି ମନ୍ଦିର ସେବା କରିବା ପାଇଁ। ଛୋଟ ସେବା ହେଲେ ସେ ଭାବିବ ହେବନି, ସେ ନମ୍ବର ହୋଇପାରିବନି। ଛୋଟ ସେବା କାହିଁକି ଦେଉଛନ୍ତି ନା ସେ ନମ୍ବର ହେବା ପାଇଁ। ତାକୁ ସେ ଏ ଆମ କଥା ଛାଡ଼ି ଦିଅ, ବଡ଼ ବଡ଼ ସନ୍ନ୍ୟାସୀମାନେ ଆମର କେଶ ଭାରତୀ ମହାରାଜ ସବୁ ସନ୍ନ୍ୟାସୀମାନେ, ବଡ଼ ବଡ଼ ସନ୍ନ୍ୟାସୀମାନେ, ସେମାନେ ଛୋଟ କାମରୁ ଆରମ୍ଭ କରିକିରି ଆଜି ବଡ଼ ପୋଷ୍ଟରେ ଅଛନ୍ତି। କିଏ ଭାବି ହେଉଛନ୍ତି ସେମାନେ ସବୁ ଏକାଥରେ ଜଏନ୍ ହଉ ତାଙ୍କୁ ଏକଦମ ସନ୍ନ୍ୟାସ ଦିଆ ହେଇଗଲା, ବଡ଼ ବଡ଼ ପ୍ରବଚନ ଦେବେ, ତାଙ୍କେ ସବୁ ଗାଦିରେ ବସିବେ, ତାଙ୍କୁ ଫୁଲମାଳ ସବୁ। ନାଇଁ 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 ନାଇଁ, ସମସ୍ତେ ଛୋଟ କାମ କରିକିରି ଲାଷ୍ଟକୁ ସନ୍ନ୍ୟାସ ହେଇକି ତାଙ୍କୁ ଫୁଲମାଳ ମିଳୁଛି। ମାନେ ସେ ସମସ୍ତଙ୍କର ସେବା କରି 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 ସମସ୍ତଙ୍କୁ ସମ୍ମାନ, ସମସ୍ତଙ୍କୁ ସେବା, ସମସ୍ତଙ୍କର ଖୁସି, ସବୁ ଭକ୍ତମାନଙ୍କୁ ପ୍ରସନ୍ନ କଲା ପରେ ଯାଇକରି ସେ ଉଚ୍ଚସ୍ତରକୁ ଯାଉଛନ୍ତି। ତ ଏଇଟା କାହିଁକି କହିଲି ନା ଏ ସ୍ତରରେ ଜଣେ ବୈଷ୍ଣବ ହେଇଯାଉଛି, ଜଣେ ଯଦି ଭଗବାନଙ୍କର ପାଖରେ ଆସି ଶରଣାଗତ ହେଉଛି, ଏଇଠି ସେ ଶୂଦ୍ରର କାମ। ଏଇଠି ଆମର ବୁକ୍ ଷ୍ଟଲ୍ ଲାଗିଲେ ପଦ୍ମନାଭ ପ୍ରଭୁ ଏଇଠି ବ୍ୟବସାୟ କରୁଛନ୍ତି। ତ ଏଇଠି କିଏ କହିବ ଏଇଟା ଆଙ୍କେ ତ ଲୋକମାନେ କହୁଛନ୍ତି ବେଳେବେଳେ ଏ ଇସ୍କନଟା ସବୁ ଗୋଟେ ଗୋଟେ ସବୁ କମର୍ସିଆଲ ହେଇଗଲାଣି, ସବୁ ବ୍ୟବସାୟ ଲାଗିছে। ନାଇଁ, ଏଇଟା ବ୍ୟବସାୟ ନାହିଁ, ଏଇଟା ସେବାରେ ପଡ଼ୁଛି, ଏଇଟା ବ୍ୟବସାୟରେ ଯାଉ। ଛୋଟ କାମ, ଶୂଦ୍ର କାମ, ବ୍ରାହ୍ମଣ କାମ। ଏଇଟା ବ୍ରାହ୍ମଣ କାମ, ବ୍ରାହ୍ମଣ ଯଜନ ଯାଜନ ପଠନ ପାଠନ ବ୍ରାହ୍ମଣ କାମ କରିବ। କ୍ଷତ୍ରିୟ କାମ ବେଳେବେଳେ ଆଡ଼ମିନିଷ୍ଟ୍ରେସନ୍, ପଞ୍ଚମ ପ୍ରଭୁ ଆଡ଼ମିନିଷ୍ଟ୍ରେସନ୍ କରୁଛନ୍ତି। ଆଡ଼ମିନିଷ୍ଟ୍ରେସନ୍ ବେଲେ ସବୁ ଜାଗାରେ ସେ ମିଛ କଥା ସତ କଥା କହିବେନି,
କ୍ଷତ୍ରିୟ ମାନଙ୍କୁ କୁହାଯାଇଛି ସତ କଥା ସବୁବେଳେ କହିବେନି। କିଏ ସବୁ ଲୋକମାନେ ସବୁ ଈର୍ଷା କରୁଛନ୍ତି, ପଞ୍ଚରାମ ସବୁବେଳେ ଷ୍ଟ୍ରିକ୍ଟ ରହୁଛନ୍ତି, ସମସ୍ତଙ୍କୁ ରାଗୁଛନ୍ତି। ଆରେ ତାଙ୍କର ସେଇଟା ସ୍ଥାନ, ସେଇଟା ପୋଷ୍ଟଟା, ସେ ଯେଉଁ ଆଡ଼ମିନିଷ୍ଟ୍ରେସନ୍ ପୋଷ୍ଟଟା, ତାଙ୍କୁ ସେ ସବୁବେଳେ ସରଳ, ଯିଏ ଆଇଲେ ହଁ ନମସ୍କାର ପ୍ରଭୁଜୀ ଆସିଲେ, ହଁ ରହିଯାଆନ୍ତୁ, ଯିଏ ଆସିବ ଯିଏ ରହୁଛ ହେବନି। ଏଇଠି ଆଡ଼ମିନିଷ୍ଟ୍ରେସନ୍ ମାନେ ସେ ଶାସନ କରିବାକୁ ପଡ଼ିବ। ଭାଇ 4 ରେଗୁଲେସନ୍ ପାଳନ କରୁଛୁ କି, କେତେଦିନ ଆସୁଛୁ, ସେ ମନ୍ଦିରରୁ ଏଠିକି ଆସିଲା ବୋଲେ ତୋର ଅଛି କି ଲେଟର୍, ଅଛି କି ପରମିସନ୍ ଲେଟର୍, ଅଛି କି ଏଇଠି ରହିବା ପାଇଁ ତୋ ଲେଟର୍ ଧରିକି ଆଇଛୁ କି, ଆଇନୁ ଚାଲେ, ଲେଟର୍ ଧରିକି ଆଇବୁ ଏଠି ରହିବୁ, ଯେଉଁ ପର୍ଯ୍ୟନ୍ତ ଲେଟର୍ ସେ ମନ୍ଦିରରୁ ଧରିକି ଆଇନୁ ଏଠି ରହିପାରିବୁନୁ। ଏ ତାଙ୍କର ସବୁ ଷ୍ଟ୍ରିକ୍ଟ ଅଛି। ହେଲେ ଏଠି ସବୁ ଯାହା ମିଛ ମାନେ ରାଗ, ତାଙ୍କୁ ରାଗିବାକୁ ପଡ଼ିବ, ସେଠି ତାଙ୍କୁ ଷ୍ଟ୍ରିକ୍ଟ ହେବାକୁ ପଡ଼ିବ, ତାଙ୍କୁ ସେଠି ସବୁ ଇଏ କ'ଣ କହୁଛନ୍ତି ମିଛ କଥା, ମାନେ କେତେଟା ଜାଗାରେ କଥାକୁ ଲୁକେଇ ରଖିବାକୁ ପଡ଼ିବ, ସବୁ ଜାଗା ସମସ୍ତଙ୍କ ଆଗରେ ସତ କଥା କହିବ ହେବନି। କ୍ଷତ୍ରିୟମାନଙ୍କୁ ସବୁ ଅନୁମତି ଦିଆହେଇଛି। ହେଲେ ସେ ଜାଗାରେ ସେ କର୍ମ କରୁଛନ୍ତି। ହେଲେ ସେ ଜାଗାରେ ସେ ଯେଉଁ କର୍ମ କରିବେ ସେଥିରେ ତାଙ୍କର କିଛି ଦୋଷ ନାହିଁ। କାହିଁକି କିଏ ଭାବିବ ନାହିଁ ବ୍ରାହ୍ମଣ ଲୋକ, ପଞ୍ଚରାମ ପ୍ରଭୁ ବ୍ରାହ୍ମଣ ଲୋକ, ତାଙ୍କ ଜନ୍ମରୁ ବ୍ରାହ୍ମଣ, ଇଆଡ଼େ ବୈଷ୍ଣବ ହେଲେ ବ୍ରାହ୍ମଣଟା ଆହୁରି ଉଚ୍ଚ, ଏତେ ଷ୍ଟ୍ରିକ୍ଟ, ଏତେ ରାଗ ତାଙ୍କର, ଏତେ ଲୋକ ମାନେ କାହିଁକି ହେଉଛନ୍ତି ନା ସେଇଟା ତାଙ୍କର ରୁଲ୍, ତାଙ୍କର ସେ ଯେଉଁ ଆଡ଼ମିନିଷ୍ଟ୍ରେସନ୍ ସେଇଟା ତାଙ୍କର ରୁଲ୍। ହେଲେ ଏଇଠି ତାଙ୍କର କିଛି ଦୋଷ ଲାଗିବ କାହିଁକି ନା ତାଙ୍କର ସେ ବିଭାଗ ସେଇଟା। ଏ କ୍ଷେତ୍ରରେ ଏଇଠି କୁହାଯାଇଛି ଜଣେ ଯଦି ବ୍ୟକ୍ତି ଦିବ୍ୟ ସ୍ତରକୁ ପଳାଉଛି, ଜଣେ ଯଦି ଭୌତିକ ସ୍ତରରୁ ବହୁତ ଉର୍ଦ୍ଧ୍ୱକୁ ପଳାଉଛି, ତାହେଲେ ସେ ଯିଏ ରୋଲ୍ କଲେ ମଧ୍ୟ ସେଥିରେ କିଛି ଦୋଷ ନାହିଁ। ସେ ବ୍ରାହ୍ମଣ ରୋଲ୍ କରୁ କି କ୍ଷତ୍ରିୟ ରୋଲ୍ କରୁ କି ଶୂଦ୍ର ରୋଲ୍ କରୁ କି ଯାହା ରୋଲ୍ କଲେ ମଧ୍ୟ ଏଥିରେ କିଛି ଦୋଷ ଲାଗିବନି। ଏଇଟା ସେ କଥା କୁହାଯାଇଛି। ସେ ବ୍ରାହ୍ମଣ କ୍ଷତ୍ରିୟ ରୋଲ୍ କରିପାରିବ, କ୍ଷତ୍ରିୟ ବ୍ରାହ୍ମଣ ରୋଲ୍ କର୍ମ କରିପାରିବ, ଯିଏ ଯେଉଁ କର୍ମ କଲେ ମଧ୍ୟ ଏଥିରେ କୌଣସି ଦୋଷ ନାହିଁ କି ଏଥିରେ କୌଣସି ପ୍ରକାର ତାଙ୍କର ହାନି ନାହିଁ। କାହିଁକି ନା ଏଠି କୁହାଯାଇଛି ସିଏ ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛି। ଆମେ ସବୁବେଳେ ବାହାରକୁ ଦେଖୁଛେ ପଞ୍ଚରାମ ପ୍ରଭୁ ବହୁତ ରାଗି, ଭିତରୁ ଆମେ ଦେଖୁନେ। ଭିତରୁ ଯଦି କିଏ ଦେଖିବ ସେ ଦୋଷା ତାକୁ ଦୋଷିବନି। କେତେରେ ଆମେ ଉଠିଲା ବେଳକୁ 7ଟା ହେଉଛି, ପ୍ରଭୁଜୀ 3ଟା ବେଳକୁ ଉଠିକିରି 7ଟା ଭିତରେ ତାଙ୍କର 16 ମାଳା ସରିଯାଉଛି। ସବୁଦିନେ ସବୁ ଶାସ୍ତ୍ର ସବୁ ଅଧ୍ୟୟନ କରୁଛନ୍ତି, କେତେ ଗ୍ରନ୍ଥ ଲେଖୁଛନ୍ତି, କେତେ କଷ୍ଟ ପଡ଼ୁଛନ୍ତି, ମନ୍ଦିର କେମିତି ତିଆରି ହେବ, ତାଙ୍କର 1000 ମୁଣ୍ଡ ବତା ତାଙ୍କ ପାଖରେ ଅଛି। ଏସବୁ ଆମେ ନ ଦେଖିକିରି ଆମେ ଦୋଷ ଦେଖିବା। ଏଇଠି ଯେମିତି ବ୍ରାହ୍ମଣ ହେଇକି କ୍ଷତ୍ରିୟ କର୍ମ କରୁଥିଲେ ଏଇଠି କୁହାଯାଇଛି, ସେମିତି ଆମେ ଯଦି ବୈଷ୍ଣବ ଲୋକ ହେଇ ତାଙ୍କେ ରାଗୁଛନ୍ତି ଆଡ଼ମିନିଷ୍ଟ୍ରେସନ୍ ରହିକି ସବୁ ଦୋଷ ଦେଖିବା ନାହିଁ, ମନା କରାହେଇଛି। ଜଣେ ଦିବ୍ୟ ସ୍ତରକୁ ଯଦି ଯିବ ତାହେଲେ ସିଏ ଯେକୌଣସି କର୍ମ କଲେ ମଧ୍ୟ ସେଇଟା ଦିବ୍ୟ, ତାର କୌଣସି ପ୍ରକାର ଦୋଷ ରହିବ ନାହିଁ। ଜଣେ ଯଦି ଭୌତିକ ସ୍ତରରେ ଅଛି ସେ ଦିବ୍ୟ ସ୍ତରକୁ ନକଲ କରିବ, ବା ଏଇଟା କୁହାଯାଇଛି ସ୍ୱଧର୍ମ ନିଧର୍ମରେ ପରଧର୍ମ ଆଚରଣ କରିବ, ତାହେଲେ ଦୋଷ। ମୁଁ ଆଉ ଗୋଟେ କଥା କହିବି, ଯେମିତିକି ଆମର ନାମାଚାର୍ଯ୍ୟ ହରିଦାସ ଠାକୁର, କିଏ କହେ ଆଜ୍ଞା ମୁଁ ନୂଆରେ ଜଏନ୍ କଲି, ମୁଁ ଏବେ ଏତେ ଶୁଣିଦେଲି ନାମ ଉପରେ, ଆଉ କୁହନ୍ତୁନି। ନାମ ଜପ କଲେ ଆଜ୍ଞା କେତେ ଲାଭ, ପୁଣ୍ୟ ମିଳିବ, ଆଉ ଭକ୍ତି ମିଳିବ, କୃଷ୍ଣ ପ୍ରେମ ମିଳିବ, ଧନ ମିଳିବ, ସମ୍ମାନ ମିଳିବ, କେତେ ଲାଭ କୁହନ୍ତୁନି। ମୁଁ ଆଜ୍ଞା ମୁଁ 16 ମାଳାରେ ସନ୍ତୁଷ୍ଟ ନାହିଁ ଆଜ୍ଞା, ମୁଁ 64 ମାଳା ସବୁବେଳେ କରିବି। ନାମାଚାର୍ଯ୍ୟ ହରିଦାସ ଠାକୁର 3 ଲକ୍ଷ ନାମ କରୁଥିଲେ, ମୁଁ ହେଲେ କରି। ପ୍ରଭୁପାଦ ମହାରାଜ ସମୟରେ ଜଣେ ଭକ୍ତ ଥିଲା, ହେଲେ ମୁଁ ହେଲେ କରି। ସେ ଭୌତିକ ସ୍ତରରେ ଅଛି, ସେ ସ୍ତରକୁ ଯାଇନି, ହଟିଲା ପ୍ରଭୁପାଦ ମହାରାଜ ମୁଁ ଏ ଭକ୍ତମାନଙ୍କ ସାଥିରେ ରହିକିରି ସେବା କରିକିରି। ପ୍ରଭୁପାଦ ମହାରାଜ ବୁଝେଇଲେ, ନାଇଁ ରେ ବାପା ତୋର ସେ ଯୋଗ୍ୟତା ନାହିଁ, ତୁ ସ୍ୱଧର୍ମ କରେ, ପରଧର୍ମ କରନା, ତୁ ଭକ୍ତମାନଙ୍କ ସାଥିରେ ରହ, 16 ମାଳା କରେ, 17 ମାଳା କରନା, 16 ମାଳା ଏକା କରେ, ଭକ୍ତମାନଙ୍କ ସାଥିରେ ରହିକିରି ସେବା କରେ, ଭଗବାନଙ୍କର ସେବା କରେ, 16 ମାଳା କରେ, ତାଠୁ ଅଧିକ କରନା। ମହାରାଜଙ୍କୁ ସେ ଜିଦ୍ଦ କଲେ, ନାଇଁ ମୁଁ 1,00,000 ମାଳା ଡେଲି କରିବି। ପ୍ରଭୁପାଦ ମହାରାଜ କହିଲେ ଠିକ୍ ଅଛି, ତୁ ଜିଦ୍ଦ କରୁଛୁ ପରା, ତୋ ପାଇଁ ଗୋଟେ କରିଦା, ଗୋଟେ ଅଲଗାରେ ଗୋଟେ କୁଟୀର କରିଦା। ହଉ ଠିକ୍ ଅଛି, ତାଙ୍କ ପାଇଁ ଗୋଟେ ଅଲଗା କୁଟୀର କଲେ। କୁଟୀର କରିକି ସେ 64 ମାଳା ଜପ କଲା। କେତେ ଦିନ ଗଲା ପରେ ଆଉ ଦୁଷିଲାନି, ସେ କୁଆଡ଼େ ପଳେଇଲା, ଗାୟବ ହେଇଗଲା। ବୋରିଂ, ମାଳାରେ ରସ ଲାଗିନି ନା, ଟେଷ୍ଟ ଲାଗିନି ତାକୁ। ଭଗବାନଙ୍କର ନାମ ରସରେ ଟେଷ୍ଟ ଲାଗିବାର ଅଛି, ମଜିବାର ଅଛି। ଜଣେ ବ୍ୟକ୍ତି ହଠାତ୍ ଗୋଟେ ପାହାଚରୁ ଏକାଥରେ ଉପର ପାହାଚକୁ ଯାଇପାରିବନି, କାହିଁକି ତାର ଟେଷ୍ଟ ଲାଗିନି, ତାକୁ ରୁଚି ଲାଗିନି, ତାକୁ ରସ ଲାଗିନି। ପ୍ରେମ ଭକ୍ତି ପାଇବାଟା ଏତେ ସହଜ ପାଠ ନାହିଁ। ଜଣେ ବ୍ୟକ୍ତି ଯଦି ଭୌତିକ ଭିତରେ ବୁଡ଼ିକି ଥିବ, ସବୁବେଳେ ଭୋଗ ଐଶ୍ୱର୍ଯ୍ୟ ସବୁ ଭିତରେ ସେ ବୁଡ଼ିକି ଥିବ, ହଠାତ୍ ତାକୁ ଜମ୍ପ ମାରିବ ବୋଲେ ଗୋଡ଼ ହାତ ଭାଙ୍ଗି ତଳେ ପଡ଼ିବ, ସେ ଉପରକୁ ଯାଇପାରିବନି।
ତେଣୁ ପ୍ରଭୁପାଦ ମହାରାଜ ଏଠି ସବୁ ପ୍ରକାର ବ୍ୟବସ୍ଥା କଲେ। କ'ଣ ବ୍ୟବସ୍ଥା କଲେ ନା ମଙ୍ଗଳ ଆରତୀ କରିବ, ଦର୍ଶନାରତୀ କରିବ, ସବୁ ଯାକ କାହିଁକି କରୁଛନ୍ତି ନା ଗୋଟେ ଭକ୍ତ ହଠାତ୍ ସେ ପ୍ରେମ ଭକ୍ତି ସ୍ତରକୁ ହଠାତ୍ ଉପସ୍ତରକୁ ଯାଇପାରିବନି, ସେବା କରିବାକୁ ପଡ଼ିବ। ସେବା ଭଗବାନଙ୍କର ସେବା କରି 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 ଯେତେବେଳେ ଗୋଟେ ଲୋକଟା ହୃଦୟ ନିର୍ମଳ ହୋଇଯିବ, ହୃଦୟ ସଫା ହୋଇଯିବ, ତାହେଲେ ଅଟୋମେଟିକ୍ ଭଗବାନଙ୍କର ଭକ୍ତିଟା ହେବ। ଜବରଦସ୍ତ ହେବନି, ମେକାନିକାଲ ହେବନି। ଭଗବାନଙ୍କ ଭକ୍ତିଟା କେବେ ହେଲେ ମେକାନିକାଲ ନାହିଁ, ସିଏ କରୁଛି ଏମିତି ମୁଁ ସେମିତି କରିଦେଇ ନାହିଁ, ବା ଜବରଦସ୍ତ ବାଇ ଫୋର୍ସ ହେବନି। ଏ ଭଗବାନଙ୍କ ଭକ୍ତିଟା ଏଇଟା ହେଉଛି ଭକ୍ତମାନଙ୍କ ସାଥିରେ ଉତ୍ସାହ ସହିତ ମାନେ ଅଟୋମେଟିକାଲି ନ୍ୟାଚୁରାଲ କରିବା। ସେଥିପାଇଁ ପ୍ରଭୁପାଦ ମହାରାଜ ଆମର ଯେଉଁ ଇସ୍କନ କରିଛନ୍ତି, ସେ ଇସ୍କନରେ ପୁରା ଟାଇମ୍ ଟେବୁଲ୍ ଅନୁସାରେ ସବୁଯାକ ସେବା ରଖିଛନ୍ତି। ଯେମିତି ଆମର ଗୋପାଳକୃଷ୍ଣ ମହାରାଜ ପରମ ପୂଜ୍ୟ, ତାଙ୍କେ ବି ସବୁ ସବୁବେଳେ ନୂଆ ଭକ୍ତ ହଉ, ନୂଆ ଭକ୍ତ ହେଲେ ମଧ୍ୟ ତୁମକୁ ଗୋଟେ ବ୍ୟାଗ୍ ଦିଆହେବ, ଯାଅ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର। ନୂଆ ଭକ୍ତ ହଉ, କିଛି ଅସୁବିଧା ନାହିଁ। 16 ମାଳ ତ ଜପ କରୁଛୁ ନା, ତ 16 ମାଳ କଲେ ମାନେ ସେ ଯେଉଁ ଭକ୍ତିଟା ତା ପାଇଲା, ସେ ଅଳ୍ପ ବହୁତ ସେ ଯାଇକି ପ୍ରଚାର କଲେ, କିଛିଟା ହେଲେ ଯିବ। ଗୋଟେ ହଉ, ଦୁଇଟା ହଉ, ତିନିଟା ହଉ, ଯେତିକି ସେ ପାରିଲା ସେତିକି କରିବ ପ୍ରଚାର। ତ ତାଦ୍ୱାରା ସେ ହୃଦୟ ପ୍ୟୁରିଫିକେସନ୍। ବୁକ୍ ଡିଷ୍ଟ୍ରିବ୍ୟୁସନ୍ କଲା ମାନେ ଏଠି କୁହାଯାଇଛି ସିଏ ତା'ର ହୃଦୟ ନିର୍ମଳ କରୁଛି। ଅନ୍ୟର ତ ଲାଭ ହେଉଛି, କିନ୍ତୁ ଅନ୍ୟର ପଛେ ଲାଭ, କିନ୍ତୁ ପ୍ରଥମେ ଆମର ଲାଭ। ଏବେ ମୁଁ ସେଦିନ ରବିବାର ଯାଇଥିଲି, ଗୋଟେ ଗାଁରେ ଯାଉ ବୁଲି ଗୋଟେ ବହି ଗଲାନି। ମୁଁ ଭାବିଲି କେତେ କଷ୍ଟ ହେଲା ଯେ, ନାଇଁ କଷ୍ଟ ହେଲା, କିନ୍ତୁ ଲାଭ ହେଲା କ'ଣ ନା ହୃଦୟ ନିର୍ମଳ ହେଲା। କହିଲି ତ ବାବୁ ଏଇଟା ବଢ଼ିଆ ଅଛି, କେତେ ରିକ୍ୱେଷ୍ଟ କଲି, ଭଗବାନ ତ ଦେଖୁଛନ୍ତି ଚେଷ୍ଟାଟା ନା। ତ ଭଗବାନ କହୁଛନ୍ତି ଏଥିରେ ନିର୍ମଳ ହୃଦୟ ତମର ନିର୍ମଳ ହେଉଛି, ନ ନିଅନ୍ତୁ ଲୋକ, ତମର ତ ହୃଦୟ କଲ୍ୟାଣ, ତମର ତ କଲ୍ୟାଣ ହେଲା ନା, ଲୋକଙ୍କର କଲ୍ୟାଣ ନ ହଉ, ଅସୁବିଧା କ'ଣ ଅଛି? ତମେ ଭଗବାନଙ୍କର ସେବା କଲ ମାନେ ପରର କଲ୍ୟାଣ ସେକେଣ୍ଡ, ପ୍ରଥମ ହେଲା ତମର କଲ୍ୟାଣ। କାହିଁକିନା ତମେ କୃଷ୍ଣ ବହିଟା ତ ଧରିଲ, କମ୍ ସେ କମ୍ ତମେ ତ ଅନ୍ୟ କିଛି ବସ୍ତୁ ଧରିନ। ବହି ବିଷୟରେ ଦ୍ୱିପଦ ତ କହିଲ ତାକୁ, କୃଷ୍ଣଙ୍କ ବିଷୟରେ କହିଲ, କୃଷ୍ଣଙ୍କର ଦୂତ ହେଇକି ଗଲ। ତ ଏଥିରେ ଏଠି କୁହାଯାଇଛି ସେ ବ୍ରହ୍ମଚାରୀ ହଉ, ନୂଆରେ ଜଏନ୍ ହଉ କି ପୁରୁଣା ହଉ, ଏ ପ୍ରଚାର କରିବା ପାଇଁ ସମସ୍ତଙ୍କର ଅଧିକାର ଅଛି। ଏଥିପାଇଁ ପ୍ରଭୁପାଦ ମହାରାଜ କହିଲେ ପ୍ରିଚିଂ ଇନ୍ ଏସେନ୍ସ। ଜଣେ ବ୍ରହ୍ମଚାରୀ, ଜଣେ ନୂଆରେ ଜଏନ୍ ହେଇଛି, ସେ ଗୃହସ୍ଥ ହଉ, ବ୍ରହ୍ମଚାରୀ ହଉ, ସନ୍ନ୍ୟାସ ହଉ, ସମସ୍ତଙ୍କୁ ପ୍ରଚାର କରିବାକୁ। ହେଲେ ଏଇଠି କୁହାଯାଇଛି କି ଯେକୌଣସି ସ୍ତରରେ ଥିଲେ ମଧ୍ୟ ସେ ଯଦି ସବୁ ଜାଗା କାମରେ ଏଙ୍ଗେଜ୍ ହେବ, ପ୍ରଚାର, ପ୍ରସାଦ ପାଇବ, ପ୍ରସାଦ ବାଢ଼ିବ, ରୋଷେଇ କରିବ, ଭଗବାନ ଭୋଗ, ଏ ସବୁ ଜାଗା ସେବା କରିବା ଦ୍ୱାରା କ'ଣ ହେଉଛି ନା ଧୀରେ ଧୀରେ ତା'ର ହୃଦୟ ନିର୍ମଳ ହେଇ ସିଏ ପ୍ରେମ ଭକ୍ତି ସ୍ତରକୁ ଶେଷକୁ ଯାଇପାରୁଛି, ତା'ର ମନ ସେତେବେଳେ ଲାଗିବ। ହଠାତ୍ ଜଣେ ବ୍ୟକ୍ତି କେବେ ହେଲେ ସେ ପ୍ରେମ ଭକ୍ତି ସ୍ତରକୁ ହଠାତ୍ ଯାଇପାରିବନି। ବାହାରେ ଆମର ଦେଖିବେ ଆପଣ ବୁଲିବେ ସଂସାରରେ ବହୁତ ସଂସ୍ଥା ଏମିତି ଅଛି, ସେମାନେ କହିବେ ନା ଆମେ ଗୋପୀ ଭାବର ରସ ଆମେ ଆସ୍ୱାଦନ କରୁ। ଆରେ ଭାବି ତମେ ଆତ୍ମାକୁ ଚିହ୍ନ ଆଗେ, ଆମେ କିଏ, ମୁଁ କିଏ? ଏ ଶରୀର ଜ୍ଞାନ ଆମର ତ ଭର୍ତ୍ତି ହେଇକିରି ଅଛି। ମୁଁ ଶରୀର, ମୁଁ ସକାଳୁ ରାତି ପାଇଲେ କ'ଣ ଖାଇବି ସେ ଚିନ୍ତା ଆମକୁ ପଳେଇ ଆସୁଛି। ରାତି ପାଇଲେ କେଉଁଠି ପଇସା ଆସିବ, କେଉଁଠି ଖାଇବି, କେଉଁଠି ରହିବି, ଏସବୁ ଚିନ୍ତା ପଳେଇ ଆସୁଛି ଆମକୁ। ଆମେ ଏକାଥରେ ଗୋପୀ ଭାବ ସ୍ତରକୁ ପଳେଇବା କି ଯାଇପାରିବା? ସମ୍ଭବ ନାହିଁ। ବହୁତ ସଂସ୍ଥା ଅଛି, ଆମେ ନାହିଁ। ତମେ ସବୁ ମାନେ ସାଧନ ଭକ୍ତି, ଇସ୍କନର ସବୁ ସାଧନ ଭକ୍ତି ଶିକ୍ଷା ହେଉଛି, କିଛି ଲାଭ ନାହିଁ, ବେକାର ଇସ୍କନ। ଆମେ ପ୍ରେମ ଭକ୍ତି ଶିଖାଉଛୁ, ପ୍ରେମ ଭକ୍ତି, ଏକଦମ ପ୍ରେମ ଭକ୍ତି ଆମେ ଶିଖାଉ। ଆମେ ପ୍ରେମ ଭକ୍ତିରେ ଲୋକଙ୍କୁ ଏକଦମ ମଜ୍ଜୁନ କରିଦେବୁ, ସମ୍ଭବ ହେଇପାରିବନି। ତେଣୁ ଭଗବାନଙ୍କର ଭକ୍ତି କରିବାକୁ ପଡ଼ିବ। ପ୍ରଥମେ ଶିଖିବାକୁ ପଡ଼ିବ, ଆତ୍ମା ଉପରେ ଜାଣିବାକୁ ପଡ଼ିବ। ପରମାତ୍ମା କିଏ, ଆତ୍ମା କିଏ, ଭୂତ ପ୍ରକୃତି କିଏ, ଆଉ ଜୀବ କିଏ, ଆମେ କାହିଁକି ଏ ସଂସାରକୁ ଆସିଛେ, ଆମର ଭଗବାନଙ୍କର ସମ୍ପର୍କ କ'ଣ, ଏସବୁ ଯଦି ଜଣେ ବ୍ୟକ୍ତି ଜାଣିବ ତାହେଲେ ସେ ଭଗବାନଙ୍କର ଭକ୍ତିଟାକୁ ଭଲ ଭାବରେ କରିପାରିବ। ଏସବୁ ଯଦି କିଛି ଜାଣିନି, ଏକାଥରେ ସେ ମୁଁ ଗୋପୀ ହେବି, କୃଷ୍ଣଙ୍କ ସାଥିରେ ରାସଲୀଳା କରିବି ଗୋପୀ ହେଇକିରି, ସମ୍ଭବ ନାହିଁ। ତେଣୁ ଏ ଶ୍ଲୋକ ବହୁତ ସୁନ୍ଦର ଶ୍ଲୋକ। ଏଠି ଭଗବାନ କହୁଛନ୍ତି କି ପରଧର୍ମ ଭୟାବହ। ପରଧର୍ମ ଯଦି କିଏ କରିବ ତାହେଲେ କେବେ ହେଲେ ସିଏ ତିଷ୍ଠି ପାରିବ ନାହିଁ, ଆଉ ସେଥିରେ ସିଏ ସବୁବେଳେ ପତନ ଉନ୍ମୁଖୀ ହିଁ ଯିବ। ସବୁବେଳେ ସିଏ ପତନ ହେବ, ତା'ର କେବେ ହେଲେ ଉନ୍ନତି ହେବ ନାହିଁ। ନିଜ ଧର୍ମରେ କେତେ ତା'ର ଭୁଲ ଥାଉ। ଏବେ ଜଣେ ବ୍ୟକ୍ତି ଗୃହସ୍ଥ ହେଇଛି, ମୁଁ କନକ୍ଲୁଜନରେ ଏତିକି ଖାଲି କହିବି, ଗୃହସ୍ଥ ହେଲେ ମଧ୍ୟ ଜଣେ ଯଦି ସ୍ୱଧର୍ମ କରୁଛି, ସେ ତା'ର ଧୀରେ ଧୀରେ ପ୍ରୋଗ୍ରେସ୍ ହେବ।
କିନ୍ତୁ ଗୃହ ମେଧି ହେଇକରି ଯଦି ରହୁଛି ତାର କେବେ ପ୍ରୋଗ୍ରେସ୍ ହେବନି। ଗୃହ ମେଧି ମାନେ କ'ଣ? ଗୃହସ୍ଥ ମାନେ କ'ଣ ନା ଗୃହ ମେଧି ମାନେ ସେ ତାଙ୍କ ଘରେ କୃଷ୍ଣଙ୍କୁ ସେ କେନ୍ଦ୍ର କରିନି। ଆହାର ନିଦ୍ରା ଭୟ ମୈଥୁନ, ଯେମିତି ଭାଗବତରେ କୁହାହେଇଛି ଆହାର ନିଦ୍ରା ଭୟ ମୈଥୁନଞ୍ଚ ସାମାନ୍ୟ ଭିହି ପଶୁ ବି ସମାନା ଧର୍ମଂ ହିଁ ଅଧିକ ବିଶେଷା ଧର୍ମଂ ହୀନ ପଶୁ ବି ସମାନା। ଜଣେ ଗୃହସ୍ଥ ଯଦି ସିଏ କୁହାହେଇଛି ନିଜର ଧର୍ମ ଆଚରଣ କରୁନି, ଖାଲି ପଶୁମାନଙ୍କ ଭଳିଆ ଆହାର ନିଦ୍ରା ଭୟ ମୈଥୁନ ରଚି ହେଉଛି, ତାର କେବେ ପ୍ରୋଗ୍ରେସ୍ ହେବନି। କିନ୍ତୁ କୃଷ୍ଣଙ୍କୁ କେନ୍ଦ୍ରବିନ୍ଦୁ କରିଛି, ମାନେ କୁହାହେଇଛି ଧର୍ମ କୃଷ୍ଣଙ୍କୁ କେନ୍ଦ୍ରମୂର୍ତ୍ତି କରିବାର ଅର୍ଥ କ'ଣ ନା ଧର୍ମ ଆଚରଣ କରୁଛି, ଗୁରୁଙ୍କର ନିର୍ଦ୍ଦେଶ ଅନୁସାରେ ଯଦି ସେ ଭକ୍ତି କରୁଛି, ଧର୍ମ ଆଚରଣ କରୁଛି, ତାହେଲେ ତାର ଆଧ୍ୟାତ୍ମିକରେ ପ୍ରୋଗ୍ରେସ୍ ହେଇଯିବ। ଲାଷ୍ଟକୁ ସିଏ ବାନପ୍ରସ୍ଥ। ଆପଣ ଦେଖନ୍ତୁ ବହୁତ ଲୋକ ଗୃହସ୍ଥରେ ଜନ୍ମ ହେଉଛନ୍ତି, ଗୃହସ୍ଥରେ ସରିଯାଉଛନ୍ତି, ହରିବୋଲ ନା ବ୍ରହ୍ମଚାରୀ ନା ସନ୍ନ୍ୟାସ ନାଇଁ, ତ ସେଇଟା ଧର୍ମରେ ଯାଉନି, ସେଇଟା ଗୃହ ମେଧି ମାନେ ଗୃହରେ ଆସକ୍ତ ହେଇକି ଶରୀର ହରିବୋଲ ହେଇଗଲା। ତ ସେଥିପାଇଁ କୁହାହେଇଛି ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ। ବାନପ୍ରସ୍ଥ ସନ୍ନ୍ୟାସ ଯେଉଁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଗୃହସ୍ଥରେ ଅଛି, ମାନେ ଇନ୍ଦ୍ରିୟ ଭୋଗ ବସ୍ତୁରେ ଅଛି, ସିଏ ବାନପ୍ରସ୍ଥ ହେଇପାରିବ ନାହିଁ ବା ସନ୍ନ୍ୟାସ ହେଇପାରିବନି। ସେ ଭକ୍ତି କରି 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 ତାର ଇନ୍ଦ୍ରିୟ ଭୋଗ ଲାଳସା ପୁରା ପଳେଇଛି, ତୁରନ୍ତ ସନ୍ନ୍ୟାସ ହେଇ ପଳେଇବ। ଯେମିତି ଆମର ବହୁତ ଦେଖନ୍ତୁ ଆମର ଉଦାହରଣ ଅଛି, ଗୃହସ୍ଥରୁ ସନ୍ନ୍ୟାସୀ ହେଇକି ଯାଇଛନ୍ତି। କପିଳ ମୁନିଙ୍କର ବାପା କିଏ? କର୍ଦମ, ସନ୍ନ୍ୟାସୀ ହେଇଗଲେ। ଗୃହସ୍ଥ ଥିଲେ, ଭଗବାନ ତାଙ୍କ ଘରେ ଅଛନ୍ତି। କିଏ? କପିଳ ମୁନି କିଏ? ଭଗବାନ, ହେଲେ ମଧ୍ୟ ସେ ଯାଇଛନ୍ତି ସନ୍ନ୍ୟାସୀ ହେଇକି। କିଏ ହେଲେ ଭାବିଲା ବେଳକୁ ଗୋଟେ ଅଡ଼ ଲାଗୁନି, ଏ ଯାହାକୁ ପାଇବା ପାଇଁ ସେ ଲୋକମାନେ ତପସ୍ୟା କରୁଛନ୍ତି, ତାଙ୍କ ଘରେ ଅଛନ୍ତି, ସେ ଘରେ ଭଗବାନ ଥାଇ ତାଙ୍କୁ ସନ୍ନ୍ୟାସୀ ନାଇଁ, କ'ଣ ପାଇଁ ଯାଉଛନ୍ତି? ଲୋକ ଶିକ୍ଷା। ଭଗବାନ ଆମ ଘରେ ଅଛନ୍ତି ହେଲେ ମୁଁ ଯଦି ଘରେ ରହିଯିବି, ଲୋକ ଶିଖିବେ କ'ଣ? ଭଗବାନ ଆଗରୁ କହିଲେ ପରା ଯଜତ ଆଚରିତ ଶ୍ରେଷ୍ଠ ତତ ତୈବତ ଜନାହା ସଜନ ପ୍ରମାଣ କରୁତେ ଲୋଗସ୍ତୋଦନ ବର୍ତ୍ତତେ। ଉଦାହରଣ ପ୍ରସ୍ତୁତ କେମିତି ହେବ? ଉଦାହରଣ ପ୍ରସ୍ତୁତ କରିବା ପାଇଁ ନିଜେ କର୍ଦମ ମୁନି ମୁଁ ସନ୍ନ୍ୟାସୀ ନେଇଗଲି, ପଳେଇଲି। ଏମିତି ବହୁତ ଆପଣଙ୍କ ଶାସ୍ତ୍ରରେ ଲେଖା ହେଇଛି, ଗୃହସ୍ଥ ସରିଲା ପରେ ବାନପ୍ରସ୍ଥ ହେଇକି ସନ୍ନ୍ୟାସୀ ନେବା ଉଚିତ। କିଏ ଯଦି ଖାଲି ସନ୍ନ୍ୟାସୀ ହେଇକି ଯାଉନି, ସେ ଗୃହସ୍ଥ ଭିତରେ ହରିବୋଲ ହେଇଯାଉଛନ୍ତି, ତାହେଲେ ସେଇଟା ଗୃହସ୍ଥ ଧର୍ମ ନୁହଁ। ଗୃହସ୍ଥ ଧର୍ମ ହେଲା ବାହାରିବାକୁ ପଡ଼ିବ। ଘର ଭିତରୁ ଯିବାଟା ସହଜ, ବାହାରିବାଟା କଷ୍ଟ, କିନ୍ତୁ ବାହାରିବାକୁ ପଡ଼ିବ। ସେଥିପାଇଁ ଯିଏ ଯାଇନି ଭଲ ହେଇଛି, କିନ୍ତୁ ଯିଏ ଯାଇଛି ଭାଇ ସେ ଭିତରୁ କିନ୍ତୁ ବାହାରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରିବାକୁ ପଡ଼ିବ। ତ ଏଇଠି ଆର ସାର ଜିନିଷ ହେଉଛି କ'ଣ ଏ ଶ୍ଲୋକର ନା ଆମକୁ ସବୁ କର୍ମ, ଏଠି କୁହାଯାଇଛି ଭୌତିକ ହେଉ ଆଧ୍ୟାତ୍ମିକ କର୍ମ ହେଉ, ଯଦି ଗୁରୁଙ୍କର ନିର୍ଦ୍ଦେଶରେ ଶୁଦ୍ଧ ଭକ୍ତମାନଙ୍କର ନିର୍ଦ୍ଦେଶରେ ଯଦି କର୍ମ କରିବା, ତାହେଲେ ଆମ କର୍ମ ଧୀରେ ଧୀରେ ବିଶୁଦ୍ଧ ହେବ। ଆଉ ଆମର ସ୍ୱଧର୍ମ କ'ଣ ଆମେ ଜାଣିପାରିବା, ଆଉ ସ୍ୱଧର୍ମ ହିଁ ଆମେ କରିବା, ପରଧର୍ମ କରିବା ନାହିଁ। ଏଇଟା ହେଉଛି ଏ ଶ୍ଲୋକର ସାର ଜିନିଷ। ଆମେ ଯଦି ନିଜ ମନ ଇଚ୍ଛା ଯଦି କରିବା ଧର୍ମ, କେବେ ହେଲେ ଆମେ ଜାଣିପାରିବାନି ଆମର କେଉଁଟା ସ୍ୱଧର୍ମ ଆଉ କେଉଁଟା ପରଧର୍ମ, ଆମେ ଜାଣିପାରିବାନି। ତାପରେ ଆଉ ଗୋଟେ ଜାଣିବା ପାଇଁ ଆଉ ଗୋଟେ ଉପାୟ ଏଠି କୁହାଯାଇଛି। ତାହେଲେ ଏ 34 ନମ୍ବର ଶ୍ଲୋକଟି କୁହାଯାଇଛି ରାଗ ଦ୍ୱେଷରୁ ଦୂରରେ ରହିବାକୁ ପଡ଼ିବ। ଜଣେ ଯଦି ରାଗ ଦ୍ୱେଷରୁ ଦୂରରେ ରହୁଛି, ସେ ସ୍ୱଧର୍ମଟାକୁ ଭଲ ଭାବରେ ଜାଣିପାରିବ। ରାଗ ଦ୍ୱେଷରୁ ଜଣେ ଯଦି ଦୂରରେ ରହୁନି, ଭୌତିକ ଆସକ୍ତିରେ ବୁଡ଼ିକି ରହୁଛି, ସେ ସ୍ୱଧର୍ମକୁ ଜାଣିପାରିବ ନାହିଁ। ମହାକଷ୍ଟ ବୁଝିବାଟା ସ୍ୱଧର୍ମ, ନିଜର ଧର୍ମ କ'ଣ, କର୍ତ୍ତବ୍ୟ କ'ଣ, ଧର୍ମ। ସେଥିପାଇଁ ଆମେ ସବୁବେଳେ ଗୁରୁ ବୈଷ୍ଣବମାନଙ୍କୁ ପଚାରୁଛୁ, ପ୍ରଭୁଜୀ ମୋର କର୍ତ୍ତବ୍ୟ କ'ଣ, ମୁଁ କ'ଣ କରିବି, ମୁଁ କିଛି ଜାଣିପାରୁନି, ପଚାରୁଛୁ। ଯେମିତି ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଥିଲେ, ସେମିତି ଆମର ସବୁବେଳେ ପଚାରିବା, ବୁଝିବା, ଗୁରୁଙ୍କ ସାଧୁମାନଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କର୍ମ କରିବା, ଆମର କର୍ମଟା ସଠିକ୍ ଭାବେ ଆମେ ଜାଣିପାରିବା, ବୁଝିପାରିବା, ସେ ଅନୁସାରେ କର୍ମ କରିବା, ତାହେଲେ ଆମର ଆଧ୍ୟାତ୍ମିକ ଉନ୍ନତି ଧୀରେ ଧୀରେ ହେଇଯିବ। ନାହିଁ ବୋଲେ ଆମେ ସେ ଗୃହ ମେଧି ହେଇକି ସବୁବେଳେ ରହିବା, ଉନ୍ନତି ହୋଇପାରିବ ନାହିଁ। ହରେ କୃଷ୍ଣ।